ଦିନକର ଘଟଣା। କୁଡ଼ିଆ ନିକଟରେ ଗୋଟାଏ ସୁନାର ହରିଣ ଚରି ବୁଲେ। ଯେତେବେଳେ ଅବସ୍ଥାନ କରିଥାନ୍ତି ପଞ୍ଚବଟୀ ବନରେ, ତେବେ କୁଡ଼ିଆ ନିକଟରେ ଶ୍ରୀରାମଙ୍କର ପତ୍ର କୁଡ଼ିଆ ନିକଟରେ ଗୋଟାଏ ସୁନାର ହରିଣ ଚରି ବୁଲେ। ଏ ତ ପ୍ରକୃତରେ ହରିଣ ନୁହେଁ, ଗୋଟିଏ ମାୟା ହରିଣ। ମାୟା ବିସ୍ତାର କରି ଆସିଛି କୌଣସି ପ୍ରକାରେ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମିତ୍ତ। ରାବଣ, ଲଙ୍କପତି ରାବଣ ହରିଣଟିକୁ ପଠାଇଛି। ତେବେ କୁଡ଼ିଆ ନିକଟରେ ହରିଣଟି ଚରି ବୁଲେ। ତାକୁ ଦେଖି ଜନକ ନନ୍ଦିନୀ ସୀତା ମନରେ ଚିନ୍ତା କରନ୍ତି, ହରିଣ ତ ଖୁବ ସୁନ୍ଦର ଦେଖାଯାଉଛି। ଯଦି ହରିଣଟିକୁ କୁଡ଼ିଆରେ ପୋଷା ମନାଯାଏ, ଖୁବ ସୁନ୍ଦର କୁଡ଼ିଆଟି ମାନିବ। ଆଉ ଯେତେବେଳେ ବନବାସ ସମୟ ସମ୍ପୂର୍ଣ୍ଣ ହେବ, ମୁଁ ଭରତକୁ ଉପହାର ଦେବି। ଏପରି ଚିନ୍ତା କରି ହରିଣଟିକୁ ଧରିବାକୁ ଚେଷ୍ଟା କରନ୍ତି। ଜନକ ନନ୍ଦିନୀ ସୀତା ହରିଣକୁ ଧରିବାକୁ ଆଗେଇ ଚାଲନ୍ତି। ଜନକ ନନ୍ଦିନୀ ସୀତା ହରିଣଟିକୁ ଧରିବାକୁ ଚେଷ୍ଟା କରନ୍ତି। ଦୂର ଚାଲି ଯାଉଥାଏ। ବହୁବାର ଚେଷ୍ଟା କରନ୍ତି ଧରିବା ପାଇଁ, କିନ୍ତୁ କୌଣସି ପ୍ରକାର ହରିଣଟିକୁ ଧରି ପାରନ୍ତି ନାହିଁ। ତେବେ ଜନକ ନନ୍ଦିନୀ ସୀତା ମନରେ ଚିନ୍ତା କରୁଛନ୍ତି, ସେ ରାମଚନ୍ଦ୍ରଙ୍କ ପାଖରେ